ओम शांति। पुस्तक पठन श्रीमद् भगवत गीता रहस्य। लेखक डॉक्टर सुधांशु शेखर मिश्र। तृतीय अध्याय कर्मयोग। देवान् भावयतानेन। ଏହି ଶ୍ଲୋକରେ ଦେବତା ଶବ୍ଦ କୌଣସି ବ୍ୟକ୍ତିବାଚକ ନୁହେଁ। ସୃଷ୍ଟି ପ୍ରକ୍ରିୟା ପରିଚାଳନା ପାଇଁ ପରମାତ୍ମା ଏକ ସ୍ୱୟଂକ୍ରିୟ କାଳଚକ୍ର ପ୍ରବର୍ତ୍ତନ କରିଛନ୍ତି। ଏହା ପୂର୍ବ ନିର୍ଦ୍ଦିଷ୍ଟ ନିୟମ ଅନୁସାରେ ପରିଚାଳିତ ହୁଏ। ଏହାକୁ କେହି ନିୟତି କୁହନ୍ତି, କେହି ବିଶ୍ୱନାଟକ କୁହନ୍ତି, କେହି କେହି ଏହାକୁ ଈଶ୍ୱରୀୟ ଲୀଳା ବୋଲି ମଧ୍ୟ ବିଶ୍ୱାସ କରନ୍ତି। ଏହି ନିୟମ ଅଧୀନରେ ସୂର୍ଯ୍ୟ କିରଣ ଉତ୍ତାପ ଦିଏ, ମେଘ ବର୍ଷା କରେ, ଅଗ୍ନି ଉତ୍ତାପ ଦିଏ, ପୃଥିବୀ ବକ୍ଷରୁ ଖାଦ୍ୟଶସ୍ୟ ଉତ୍ପନ୍ନ ହୁଏ, ଋତୁଚକ୍ର ପରିବର୍ତ୍ତନ ହୁଏ, ମନୁଷ୍ୟ ସହିତ ସମସ୍ତ ପ୍ରାଣୀ ଜନ୍ମ ନିଅନ୍ତି ଓ ଶରୀର ତ୍ୟାଗ କରନ୍ତି, ପୁନଃ ଜନ୍ମ ନିଅନ୍ତି, ଯୁଗଚକ୍ର ପୁନଃ ଆବର୍ତ୍ତିତ ହୁଏ ଇତ୍ୟାଦି। ବେଦରେ ଏହିସବୁ ପ୍ରକୃତିକୃତ କର୍ମକୁ ଦେବତାଙ୍କ ଦ୍ୱାରା ସମ୍ପାଦିତ ହୁଏ ବୋଲି କୁହାଯାଇଛି। ମଣିଷ ଯାହାଠାରୁ କିଛି ଉପକାର ପାଏ ତାକୁ ଦେବତା ଜ୍ଞାନରେ ପୂଜା କରେ। ଯିଏ ତା ପାଇଁ ଅନିଷ୍ଟକାରୀ ତାକୁ ଅସୁର ଜ୍ଞାନ କରି ତାର ସର୍ବନାଶ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରେ। ଅଧିକାଂଶ ବେଦ ମନ୍ତ୍ରରେ ଏହି ଭାବ ଦେଖିବାକୁ ମିଳେ। ଏହି ଦୃଷ୍ଟିରୁ ମେଘ ଦ୍ୱାରା ହେଉଥିବା ବର୍ଷା ପ୍ରଜାବର୍ଗଙ୍କ ପରିପୋଷଣ ପାଇଁ ଅନାଦିର କାରଣ ହୋଇଥିବାରୁ ଏହି ପ୍ରକ୍ରିୟା ଯେଉଁ ଶକ୍ତି ଦ୍ୱାରା ପରିଚାଳିତ ତାକୁ ଇନ୍ଦ୍ର ବୋଲି କୁହାଗଲା। ବେଦରେ ଇନ୍ଦ୍ରଙ୍କୁ ପାଳନକର୍ତ୍ତା ଓ ସମସ୍ତ ଶତ୍ରୁମାନଙ୍କୁ ସଂହାରକର୍ତ୍ତା ରୂପେ ପରିକଳ୍ପନା କରାଯାଇଛି। ତେଣୁ ଏହି ଶ୍ଲୋକର ତାତ୍ପର୍ଯ୍ୟ ହେଲା, ପ୍ରକୃତି ଯେପରି ତାର ନିଃସ୍ୱାର୍ଥ କର୍ମର ଅଖଣ୍ଡ ପରମ୍ପରା ସ୍ୱୟଂକ୍ରିୟ ଭାବରେ କରିଚାଲିଛି, ମନୁଷ୍ୟ ମଧ୍ୟ ସେହି ନିୟମ ରକ୍ଷା କରି ଲୋକ କଲ୍ୟାଣ କାର୍ଯ୍ୟ କରୁ। ମଣିଷ ପ୍ରକୃତିର କାର୍ଯ୍ୟରେ ସହଯୋଗ କଲେ ସୃଷ୍ଟିରେ ସୁଖ, ଶାନ୍ତି, ସମୃଦ୍ଧି ଉତ୍ତରୋତ୍ତର ବୃଦ୍ଧି ହେବ। ଅନ୍ୟଥା ପ୍ରକୃତିର କୋପଭାଜନ ହୋଇ ବିନାଶ ମୁଖରେ ପତିତ ହେବ। ଆଜି ଆମେ ଯେଉଁ ମହାବାତ୍ୟା, ଭୂମିକମ୍ପ, ଜଳପ୍ଲାବନ ଆଦି ପ୍ରାକୃତିକ ବିପର୍ଯ୍ୟୟ ପ୍ରକୋପରେ ପ୍ରଭାବିତ ହେଉଛୁ, ତାହା ଆମ କର୍ତ୍ତବ୍ୟ କର୍ମରୁ ବିଚ୍ୟୁତିର ପରିଣାମ ହିଁ ଅଟେ। ଆଲୋଚିତ ଅଧ୍ୟାୟରେ କର୍ମଯୋଗ ପ୍ରକରଣ ଚାଲୁଥିବାରୁ ଏଠାରେ ଯଜ୍ଞାବଶେଷକ ଯଜ୍ଞଶିଷ୍ଟାସୀନ ସନ୍ତୁ ଅର୍ଥ କର୍ମଯୋଗକୁ ଇଙ୍ଗିତ କରୁଛି। ତେଣୁ ଏଠାରେ ବୈଶ୍ୟଦେବ ଯଜ୍ଞ ସମ୍ପାଦନ ପରେ ଅବଶିଷ୍ଟ ରହୁଥିବା ଅନ୍ନକୁ ଯଜ୍ଞାବଶେଷ ରୂପେ ଅର୍ଥ କରିବା ସମୀଚୀନ ମନେ ହୁଏ ନାହିଁ। କାରଣ ଏଠାରେ ନିଃସ୍ୱାର୍ଥ ଓ ନିଷ୍କାମ ଭାବରେ କର୍ତ୍ତବ୍ୟ କର୍ମର ସମ୍ପାଦନକୁ ଯଜ୍ଞ ବୋଲି ପରମାତ୍ମା କହୁଛନ୍ତି। ଆମର ଶରୀର ପ୍ରକୃତିର ପଞ୍ଚଭୂତରୁ ନିର୍ମିତ। ପ୍ରକୃତିରୁ ଜଳ, ବାୟୁ, ଉତ୍ତାପ ଆଦି ଆମକୁ ନିଃଶୁଳ୍କ ଭାବେ ମିଳେ। ତେଣୁ ଆମେ ପ୍ରକୃତି ପାଖରେ ଋଣୀ। ଅନ୍ୟପକ୍ଷରେ ଏହି ପ୍ରାକୃତିକ ବିଧିବିଧାନର ନିୟନ୍ତା ପରମାତ୍ମା ହୋଇଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ହେବା ଉଚିତ। କୃତଜ୍ଞତାର ନିର୍ଦ୍ଦେଶନ ସ୍ୱରୂପ ଆମେ କେବଳ ନିଜର ଉଦର ପୋଷଣ ପାଇଁ କର୍ମ ନ କରି ଜଗତର କଲ୍ୟାଣ ପାଇଁ କିଛି କର୍ମ କରିବା ଉଚିତ। ଆଜି ଆମ ପାଖରେ ଯାହା କିଛି ଧନ ସମ୍ପତ୍ତି ଅଛି, ତାହା ସମାଜର ସହଯୋଗ ବିନା ଆହରଣ କରିବା ସମ୍ଭବ ନୁହେଁ। ତେଣୁ ସେସବୁ ଯଜ୍ଞ ସମ୍ପତ୍ତି ଭାବି ନିମିତ୍ତ ଭାବରେ ସେଥିରୁ କିଛି ଅଂଶ ବଳକା ରଖି ଲୋକ କଲ୍ୟାଣ ପାଇଁ ଉତ୍ସର୍ଗ କରିବା ଉଚିତ। ଏଭଳି କର୍ମପରାୟଣ ବ୍ୟକ୍ତି ସକଳ ପାପରୁ ମୁକ୍ତ ହୁଏ। କିନ୍ତୁ ଯେଉଁମାନେ କେବଳ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପୂର୍ତ୍ତି ପାଇଁ କର୍ମ କରନ୍ତି, ସେମାନେ ପାପାଚାରୀ। ସେମାନଙ୍କୁ ଶେଷରେ ଏହାର ଦଣ୍ଡ ଭୋଗିବାକୁ ପଡ଼େ। ସମଗ୍ର ବିଶ୍ୱରେ ଏହି ଉତ୍ସର୍ଗୀକୃତ ନିଃସ୍ୱାର୍ଥ କର୍ମ ବା ଯଜ୍ଞର ଅଖଣ୍ଡ ପରମ୍ପରା ଦେଖିବାକୁ ମିଳେ। ଅନ୍ନ ଖାଇ ପ୍ରାଣୀମାନେ ଜୀବନ ଧାରଣ କରନ୍ତି, କିନ୍ତୁ ସେମାନଙ୍କର ଉତ୍ପତ୍ତିର କାରଣ ହିଁ ଅନ୍ନ ଅଟେ।
ବର୍ଷା ଦ୍ୱାରା ଏହି ଅନ୍ନ ଉତ୍ପନ୍ନ ହୁଏ। ମଣିଷ ପ୍ରକୃତିର ବିରୁଦ୍ଧାଚରଣ ନ କରି ତାର କର୍ତ୍ତବ୍ୟ କର୍ମ ସୁଚାରୁ ରୂପେ ସମ୍ପାଦନ କଲେ ପ୍ରକୃତି ମଧ୍ୟ ତାର ସନ୍ତୁଳନ ରକ୍ଷା କରେ ଓ ନିର୍ଦ୍ଦିଷ୍ଟ ସମୟରେ ଆବଶ୍ୟକ ବର୍ଷା କରାଏ। ତେଣୁ କୁହାଗଲା କର୍ମରୁ ହିଁ ଯଜ୍ଞର ଉତ୍ପତ୍ତି ହୁଏ। ଅନେକ ବିଦ୍ୱାନ ବ୍ରହ୍ମ ଶବ୍ଦର ବ୍ୟାଖ୍ୟା ପରମାତ୍ମାଙ୍କ ପର୍ଯ୍ୟାୟବାଚୀ ଅର୍ଥରେ ଗ୍ରହଣ କରନ୍ତି। କିନ୍ତୁ ବ୍ରହ୍ମ ହେଉଛି ଏକ ସୂକ୍ଷ୍ମ ମହତ୍ତତ୍ତ୍ୱ, ଈଶ୍ୱରୀୟ ଜ୍ଞାନବୋଧକ ଏବଂ ଆତ୍ମାର ଦ୍ୟୋତକ। କର୍ମ ବ୍ରହ୍ମ ଭବମ୍ ଅର୍ଥାତ୍ ବ୍ରହ୍ମରୁ କର୍ମର ଉତ୍ପତ୍ତି ବୋଲି ଏହି ଶ୍ଲୋକରେ କୁହାଯାଇଛି। ଅନେକ ଏଠାରେ ବ୍ରହ୍ମର ଅର୍ଥ ବେଦ ବୋଲି ଅର୍ଥ କରନ୍ତି। ବେଦ ଜ୍ଞାନାର୍ଥ ବୋଧକ। ତେଣୁ ବେଦ ପରିବର୍ତ୍ତେ ଈଶ୍ୱରୀୟ ଜ୍ଞାନ ଅର୍ଥ କରିବା ଅଧିକ ଯୁକ୍ତିସଙ୍ଗତ ହେବ। କାରଣ ପରମାତ୍ମା ଜ୍ଞାନଦାତା ଏବଂ ସମଗ୍ର ଗୀତାରେ ଜ୍ଞାନ ଓ ଯୋଗର ବ୍ୟାଖ୍ୟା କରାଯାଇଛି, ବେଦରେ ନୁହେଁ। ପରମାତ୍ମା ମାନବର କର୍ମ ସମସ୍ୟାର ସମାଧାନ ପାଇଁ ଅବତରଣ କରନ୍ତି ଏବଂ ଦିବ୍ୟ କର୍ମରେ ପ୍ରେରିତ କରିବା ପାଇଁ ସମଗ୍ର ମାନବ ସମାଜକୁ ଜ୍ଞାନ ପ୍ରଦାନ କରନ୍ତି। ଏଥିପାଇଁ କୁହାଗଲା ଜ୍ଞାନରୁ କର୍ମର ଉତ୍ପତ୍ତି। ଏହି ଜ୍ଞାନ ସ୍ୱୟଂ ପରମାତ୍ମାଙ୍କ ମୁଖ ନିଃସୃତ ହୋଇଥିବାରୁ ଏହାକୁ ବ୍ରହ୍ମ ତାଙ୍କଠାରୁ ଅକ୍ଷର ଅବିନାଶୀ ଉତ୍ପନ୍ନ ବୋଲି କୁହାଗଲା। ମାନବାତ୍ମା ଗଣକୁ କର୍ମରେ ପ୍ରବୃତ୍ତ କରିବା ପାଇଁ ଈଶ୍ୱରୀୟ ଜ୍ଞାନ ଉଦ୍ଦିଷ୍ଟ। ତେଣୁ ସର୍ବଭୂତ ପ୍ରାଣୀରେ ଅବସ୍ଥିତ ଆତ୍ମା ଯେତେବେଳେ ଏହି କର୍ମଯଜ୍ଞରେ ପ୍ରବୃତ୍ତ ହୁଏ, ସେତେବେଳେ ସେ ସ୍ୱତଃ ପରମାତ୍ମାନୁଭୂତି ଲାଭ କରେ। କାରଣ ପୁରୁଷାର୍ଥ ରୂପୀ କର୍ମ ବିନା ପରମାତ୍ମା ପ୍ରାପ୍ତି ସମ୍ଭବ ନୁହେଁ। ସୃଷ୍ଟି ରକ୍ଷା ଓ ବିଶ୍ୱ କଲ୍ୟାଣ ପାଇଁ ପରମାତ୍ମା ଏହିପରି ଅଖଣ୍ଡ କର୍ମଚକ୍ର ପ୍ରବର୍ତ୍ତନ କରିଛନ୍ତି। ତେଣୁ ଯେଉଁମାନେ ଈଶ୍ୱରୀୟ ଜ୍ଞାନ ଆଧାରରେ କର୍ମ ନ କରନ୍ତି, ତାଙ୍କର ବର୍ତ୍ତମାନ ଜୀବନ ବ୍ୟର୍ଥ ଅଟେ। କ୍ରମଶଃ ଓମ୍ ଶାନ୍ତି।